ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବୃଷ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି 2025ର ଶେଷ ମାସ ଡିସେମ୍ବର ମାସରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଘଟିବ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। ତେଣୁ ଆପଣ ଯଦି ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ଶନିଦେବ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର ସାଧାରଣତଃ ବହୁତ ସାହସୀ ହୋଇଥାନ୍ତି ଏବଂ ସରଳ ମଧ୍ୟ ହୋଇଥାନ୍ତି, ପରୋପକାର ଭାବ ମଧ୍ୟ ରଖିଥାନ୍ତି। ତେଣୁ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ଏବଂ ଗୁରୁ ସ୍ଥାନରେ ମଧ୍ୟ ଅଛନ୍ତି ଏହି ଡିସେମ୍ବର ମାସରେ ଶୁକ୍ର ମହାଗ୍ରହ, ଯାହାକି ଆପଣଙ୍କ ଜୀବନରେ ଯେତେକ ବାଧାବିଘ୍ନ ଆସୁଥିଲା ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ପରିବର୍ତ୍ତନ ଆସୁଥିଲା ଆପଣ ସମ୍ଭାଳି ପାରୁନଥିଲେ, ଆପଣ ବହୁତ ମାତ୍ରାରେ କାମକୁ ନେଇ ହେଉ କିମ୍ବା କୌଣସି ମାତ୍ରାରେ ଆପଣ ଡିପ୍ରେସନ୍ରେ ରହୁଥିଲେ, ଷ୍ଟ୍ରେସ୍ ଫିଲ୍ ମଧ୍ୟ କରୁଥିଲେ, ସେଗୁଡ଼ିକୁ ଦୂର କରିଦେବେ। ଏବଂ ଆପଣଙ୍କର ଚାକିରି କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ଆସୁଥିଲା, ପ୍ରାୟତଃ ଚାକିରି କ୍ଷେତ୍ରରେ ନେଇ ଆପଣ ବହୁତ ଟେନସନ୍ରେ ରହୁଥିଲେ, ଆପଣଙ୍କର ପାରିବାରିକ କ୍ଷେତ୍ର ହେଉ ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ ବହୁତ ମାତ୍ରାରେ ବାଧାବିଘ୍ନ ସୃଷ୍ଟି ହେଉଥିଲା, ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। ଆପଣଙ୍କର ସନ୍ତାନମାନେ ଆପଣଙ୍କୁ ବହୁତ ମାତ୍ରାରେ ସମ୍ମାନ କରିବେ ଏବଂ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ ଯଦି କୌଣସି ବୃଷ ରାଶିର ବ୍ୟକ୍ତିବିଶେଷମାନେ ଶିକ୍ଷାର୍ଥୀ ଅଛନ୍ତି ତେବେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଉନ୍ନତି ଆସିବ ଏବଂ ଆପଣଙ୍କର ଶିକ୍ଷାରେ ମଧ୍ୟ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହେବ। ପ୍ରାୟତଃ ବୃଷ ରାଶିର ବ୍ୟକ୍ତିବିଶେଷମାନେ ବହୁତ ଈଶ୍ୱର ପ୍ରେମୀ ହୋଇଥାନ୍ତି, ତେଣୁ ଆପଣ ପ୍ରତ୍ୟେକ ସୋମବାର ଦିନ ମଧ୍ୟ ମହାଦେବ ମନ୍ଦିର ଯାତ୍ରା କରିଲେ ଆପଣଙ୍କ ପାଇଁ ମଙ୍ଗଳ ହେବ। ଏବଂ ବୃଷ ରାଶିର ବ୍ୟକ୍ତିବିଶେଷଙ୍କର ଯଦି ଆମେ ଦେଖିବା, ଆପଣ କୌଣସି ପୈତୃକ ସମ୍ପତ୍ତି ମଧ୍ୟ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆପଣଙ୍କ ଉପରେ ଯେଉଁ ଶତ୍ରୁଙ୍କର ଛାୟା ରହୁଥିଲା, ଆପଣଙ୍କୁ ଯେଉଁ ଶତ୍ରୁଙ୍କର ଭୟ ରହୁଥିଲା ସେଥିରୁ ମଧ୍ୟ ଆପଣ ପାର ପାଇବେ, ଶତ୍ରୁ ଆପଣଙ୍କର ଆଖପାଖକୁ ମଧ୍ୟ ଆସିପାରିବେ ନାହିଁ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଯେମିତି ନା ହେଉ ଆପଣ ଶତ୍ରୁଙ୍କ ଭୟ ହେଉ କିମ୍ବା ଆପଣଙ୍କୁ କୌଣସି ଧନର ପ୍ରାପ୍ତି ହେଉ, ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ତେଣୁ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଏହି 2025ର ଶେଷ ମାସ ଡିସେମ୍ବର ମାସଟି ବହୁତ ମାତ୍ରାରେ ଭଲରେ କଟିବ ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ଅଛନ୍ତି, ଶନି ଆପଣଙ୍କର ନବମ ଘରେ ଅଛନ୍ତି, ଯାହାକି ଆପଣଙ୍କୁ ବହୁତ ମାତ୍ରାରେ ଧନ ପ୍ରାପ୍ତ କରାଇବେ। ଯଦି ଆପଣ କୌଣସି ବିଜନେସ୍ କରିଥାନ୍ତି, ଛୋଟ ମୋଟ ଦୋକାନ ଦେଇଥାନ୍ତି ତେବେ ଆପଣଙ୍କର ବିଜନେସ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଉନ୍ନତି ଘଟିବ, କାରଣ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଇଷ୍ଟ ଦେବତା ହେଉଛନ୍ତି ଶୁକ୍ର ଏବଂ ନବମରେ ଅଛନ୍ତି ଶନି, ଯାହାକି ଶନି ଆପଣଙ୍କ ଉପରେ ଭଲ ଫଳ ପ୍ରଦାନ କରିବେ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣଙ୍କର କର୍ମ ଉପରେ ଧ୍ୟାନ ଦିଅନ୍ତୁ, ଆପଣ ଯେତେ ମାତ୍ରାରେ ପାରିବେ ଆପଣ ଭଲ କର୍ମ ମଧ୍ୟ କରିବାକୁ ଚେଷ୍ଟା କରନ୍ତୁ। ଯେତେ ମାତ୍ରାରେ ଆପଣ ଭଲ କର୍ମ କରିବେ କିମ୍ବା କୌଣସି ଗରିବ ବ୍ୟକ୍ତି ହେଉ, କୌଣସି ଆପଣଙ୍କ ଦ୍ୱାରା ଯେକୌଣସି ଭାବରେ ସମ୍ଭବ ଆପଣ ଦାନ କରନ୍ତୁ। ଯେକୌଣସି ଭାବରେ ଯେମିତିକି ଆପଣ ଦାନ କରିବେ, ବସ୍ତ୍ର ଦାନ ହୋଇଯାଉ କିମ୍ବା ଖାଦ୍ୟ ଦାନ ହୋଇଯାଉ, ଅର୍ଥ ଦାନ ହୋଇଯାଉ, ଆପଣଙ୍କ ଦ୍ୱାରା ଯେଉଁପରି ଭାବରେ ସମ୍ଭବ ଆପଣ ସେହିପରି ଭାବରେ ଦାନ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ ଏବଂ ଈଶ୍ୱରଙ୍କର ମଧ୍ୟ ଆପଣଙ୍କ ଉପରେ ସଦା ସର୍ବଦା ଆଶୀର୍ବାଦ ରହିଅଛି। ଦେବଗୁରୁ ବୃହସ୍ପତିଙ୍କ ଫଳରେ ମଧ୍ୟ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ ଏବଂ ଆପଣଙ୍କୁ ବିଜନେସ୍ କ୍ଷେତ୍ରରେ ମଧ୍ୟ ଉନ୍ନତି କରାଇବ। ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ, ଭାଇ ଭାଇଙ୍କ ମଧ୍ୟରେ ଯେଉଁ ବାଦବିବାଦ ହେଉଥିଲା ସେଥିରେ ମଧ୍ୟ ଦୂର ହୋଇଯିବ। ତେଣୁ ବୃଷ ରାଶିର ବ୍ୟକ୍ତିବିଶେଷମାନେ ଯେତେ ମାତ୍ରାରେ ପାରିବେ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ଜଳଶାୟୀ ମଧ୍ୟ କରାନ୍ତୁ, ବହୁତ ମାତ୍ରାରେ ମଙ୍ଗଳ ଘଟିବ। ଯଦି ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଦେଖିବା ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କର ଶୁକ୍ର ଏବଂ ବୁଧ ଏକତ୍ରିତ ହୋଇ ରହିଛନ୍ତି, ଯାହାକି ଆପଣଙ୍କ ଜୀବନଟିକୁ ବହୁତ ମାତ୍ରାରେ ସୁନ୍ଦର ଏବଂ ସରଳମୟ କରାଇଦେବେ। କାରଣ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର ସଦା ସର୍ବଦା ଶ୍ୱାସଜନିତ ସମସ୍ୟା ରହିଥାଏ, ଯାହା ଏହି ଡିସେମ୍ବର ମାସରେ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ତା ସହିତ ଆପଣଙ୍କୁ ଯଦି କିଛି ସମୟ ମିଳୁଛି ତେବେ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ
ମଙ୍ଗଳ ହେବ। ତେଣୁ ଆଜି ପାଇଁ ତ ଏତିକି। ତେଣୁ ଆସନ୍ତା ମାସର ମଧ୍ୟ ଭିଡ଼ିଓ ଆପଣଙ୍କ ପାଇଁ ଆସିବ। ତେଣୁ ଆପଣ ଯଦି ବୃଷ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।